ନମସ୍କାର, ଜୟ ଜଗନ୍ନାଥ। ପୁଣି ଏକ ଭିଡିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ବ୍ଲଗଟି ଷ୍ଟାର୍ଟ କରିବା ସକାଳୁ ସକାଳୁ। ମୁଁ ଉଠିଲିଣି ରାତି 4ଟାରୁ। ଭଉଣୀ ଦି ଜଣ ମୋତେ ଫୋନ କରିକି ଉଠେଇଦେଲେ ରାତି 4ରୁ। କହିଲେ ଯାଅ ଟିକେ ଭାଇ ଫୁଲ ଫୁଲ ତୋଳି ଆମ ଲାଗି ଟିକେ ପୂଜାପୂଜି ପାଇଁ ରେଡି ହୁଅ। ମୁଁ ତାଙ୍କ ଲାଗି ଯାହା ହଉ ଭଗବାନ ଦୟାରୁ ସିଏ ଉଠେଇ ଦେଇଛନ୍ତି ମୋତେ। ନହେଲେ ମୁଁ ତ ଉଠିଥାନ୍ତି ବହୁତ ଲେଟରେ। ଆଉ ଜଲ୍ଦି ଉଠି ଉଠାଏ ପଡି ମୁଁ ଫୁଲ ଫୁଲ ସବୁ ତୋଳି ତୁଳାକି ଆଣିକି ରେଡି ରଖିଦେଇଛି। ଆଉ ଠାକୁରଙ୍କ ପୂଜା ସାରିଦେବି। ଆମ ଘର ଠାକୁରଙ୍କ ପୂଜା। ଘର ଠାକୁରଙ୍କ ପୂଜା ସାରି ସାରିଲା ପରେ ତାପରେ ତାଙ୍କ ପାଇଁ ଠାକୁରଙ୍କ କତିକି ଯିବି। ସେଠି ସମସ୍ତଙ୍କର ଗୋଟିଏ କରି ପୂଜା କରିବି। ଆପଣମାନଙ୍କୁ ପୁରା ଭିଡିଓରେ ଦେଖେଇଦେବି। ଆଜି ମୋ ଶ୍ୱଶୁର ଘରକୁ ଯିବାର ଅଛି କାହିଁକି ନା କାଲି ସକାଳେ ମୋ ସ୍ତ୍ରୀ ଆଜି ଘରକୁ ଆସିବେ। ମୋ ମନର ମଣିଷ ଘରକୁ ଆସିବେ। ମତେ ବହୁତ ଭଲ ଲାଗିବ। ଘର ମୋର ପୁରା ଖାଁ ଖାଁ ଲାଗୁଛି। ତାକୁ ଯାଇକି ନେଇ ଆସିଲେ ମୋର ଗୋଟେ ଟେନସନ ଯିବ। ଚାଲନ୍ତୁ ଆଗ ଠାକୁରଙ୍କ ପୂଜା ଟିକେ ସାରିଦବା ଘରର। ତାପରେ ଯେମିତି ପ୍ରସ୍ତୁତ କରାଯାଏ କେମିତି କଣ ଆପଣମାନେ ତ ପ୍ରାୟ ଟାଇମ ମତେ ପଚାରୁଛନ୍ତି କଣ ପରେ କଣ କେମିତି ପ୍ରସ୍ତୁତ କରାଯିବ। ମୁଁ ଆଜି ପୁରା ପ୍ରାଞ୍ଜଳ ଭାବେ ବୁଝେଇଦେବି କେମିତି ପ୍ରସ୍ତୁତ କରାଯିବ। ଚାଲନ୍ତୁ ଦେଖିବା। ସବୁ ବର୍ତ୍ତମାନ ପାଇଁ ସରିଗଲା। ଠାକୁରଙ୍କ ପାଖରେ ଧୂପ ଦୀପ ଲଗେଇ ଦୀପ ତ ସରିଯାଇଛି ମୋର ମନେ ନାହିଁ ଜାଣିବା ପାଇଁ। ଆଉ ଧୂପ ଲଗେଇ ଦେଇ ଠାକୁରଙ୍କୁ ପୂଜା ସାରି ତାପରେ ପ୍ରସ୍ତୁତ କରିବି କେମିତି କଣ ସବୁ ହବ। मंगलम भगवान विष्णु मंगलम गरुड़ध्वज मंगलम पुरुषोत्तम जय माधव 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 हरि वरंतिष्ठावनिष्ठम सखाकादिषु माधवम जय जगन्नाथ नयन पथगामी भगो तुमे जय जगन्नाथ नयन पथगामी भगो तुमे कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवामि सहितं नमामि कदाचित् कालिन्दी तटविपिन सङ्गीतकरवो मुदा पीनारी वदन कमला स्वाधमधुप ब्रह्मा विष्णु नरपति गणेशायो चितोपदे जगन्नाथ स्वामी नयन पथगामी भवतु जय जय श्री जगन्नाथ जय श्री जगन्नाथ जय श्री जगन्नाथ ओम बराड़ बालुंग नमः जय जगन्नाथ पूजा वर्तमान में सरीगला एबे आरंभ करिबा जो जिनसरा तैयारी हो तार विधि केमिति कोन सब रेडी हो स्टार्ट कर दो एबे ताले ଗୋଟେ ମହୁ ଆଣିଥିଲି ଯେ ମହୁଟା ଦେଖିବା ବର୍ତ୍ତମାନ ପାଇଁ ବିଧିଟା କେମିତି କଣ ହବ ସବୁ ଷ୍ଟାର୍ଟ କରିଦେଲି ହେଲା କି ପ୍ରଥମେ ମହୁ ଆଣିଥିଲି କାଲି କିଣିକି ଭଉଣୀ ଜଣେ ଜାଣିଛନ୍ତି କେହି ଜାଣିନାହାନ୍ତି ମହୁ ଆଣିଥିଲି କିଣିକି କାଲି ଆଉ ଏଇ ମହୁ ଆପଣଙ୍କ ପାଇଁ ହିଁ ଆଣିଛି ସବୁଦିନ କାମ ଲାଗିବ ହେଲା ମହୁ ପ୍ରଥମ ପାଇଁ ଢାଳିଦେଲି ତାପରେ ଏଇ ଯୋଉ ତିଲକଟି ଏଇଟା ପକେଇଲି ଆପଣ ମାନେ ପ୍ରଥମେ ମହୁ ଢାଳିବେ ତାପରେ ତିଲକ ପକେଇଲେ ଦେଖନ୍ତୁ ମହୁଟା ଏତେ ପେଷ୍ଟ ଭଳିଆ ଯେ ପୁରା ମେଲ୍ଟ ହେଇଯାଉଛି ତାପରେ ଏଇ ଯୋଉ ହଳଦୀ ରଖି ସାଇଡରେ ହଳଦୀ ବି ମିଶେଇଲି ହଳଦୀ ମହୁ ଇଏ ଅଗୁର ରହିଲା ଅଗୁର ଅଗୁର ବି ରହିଲା ସାଙ୍ଗରେ ବର୍ତ୍ତମାନ 8:30 ନା 7:30 ବାଜିଲାଣି ଟାଇମ କେତେ ରେଟରେ ଜଲ୍ଦି ଉଠିଲେଣି ତଥାପି ମତେ ଟିକେ ସମୟ ଇଏ ହେଇଗଲା ଇଏ ହେଲା ପରେ ଏଇ ଯୋଉ ଆମର କର୍ପୂର ଗୌରମ କରୁଣାବତାରମ୍ ସଂସାର ସାରମ୍ ଭୁଜଗେନ୍ଦ୍ର ହାରମ୍
सदा वसन्तं हृदयारविन्दे भवं भवामि सहितं नमामि। ଗ୍ୟାସ୍ ଟିକେ ଦେଖ ସେ ଥିବ ଏସବୁ ମିକ୍ସିଂ ହେଇଗଲା ପରେ ହଁ ବୋଉର ସେଇଟା ରୁମ୍ ଆଉ ମିକ୍ସିଂ ହେଇଗଲା ପରେ ଏଇ ଯୋଉ ସବୁ ଧୋଇକି ଆଣିଥିଲି ତ୍ରିଶାଖା ବେଲପତ୍ର ଏମିତି ଜଣ ପରେ ଜଣ ଗୋଟେ କରାହବ। ଆଉ ମୁଁ ଗୋଟିଏ ଦେଖେଇ ଦଉଛି କାହିଁକି ନା ସବୁ ଦେଖେଇ ହବନି ନା। ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ କଳା ପିସ୍ ଟା ବା ଜୀବନ ନେଇଗଲା ମୋର ନେଇଗଲା ତ କଣ କରିବା ଫ୍ରିଜର ଟା ବିକିଦେନି ମଇଆକୁ ଏଟା ରଖି କଣ କରିବି ମୁଁ ଦେଇ ଦଉଛି ନା 12,000 କର୍ପୂର ଗୌରମ କରୁଣାବତାରମ୍ ସଂସାର ସାରମ୍ ଭୁଜଗେନ୍ଦ୍ର ହାରମ୍। ଶିବଙ୍କର ଇଏ ହଉଛି ଗୋଟେ ନୂଆ ଉପାୟ। ଆମ ଉପରେ ଶିବଙ୍କର ଯଦି ସନ୍ତୁଷ୍ଟ ନ ହଉଛନ୍ତି ଆମ ଉପରେ ସିଏ ଏଇ ଉପାୟଟା କଲେ 100% ସକ୍ସେସ୍ ହେବ ବହୁତ ଜଲ୍ଦି। କେତେ ଲୋକଙ୍କର କେତେ ଭାଇ ଭଉଣୀଙ୍କର ହେଇସାରିଲାଣି ଖାଲି ଆପଣ ମାନଙ୍କର ବାକି ଅଛି। ଆପଣ ମାନେ ଟିକେ ଏଇଟା କରନ୍ତୁ ଏଟା କଣ ଖର୍ଚ୍ଚ କିଛି ନାହିଁ। ସେଇଟା ଦେଖୁଛନ୍ତି ମୁଁ ସିନା ଅରିଜିନାଲ ମହୁ କିଣି ଆଣିଥିଲି ଆପଣ ଦୋକାନରୁ ବି ମହୁ ଆଣିକି କରିପାରିବେ କିଛି ଅସୁବିଧା ନାହିଁ। ସବୁ ଯାକ ହାତ ଲଗେଇଦେନି କାହିଁକି ନା ଟିକେ ଇଏ ମହୁଟା ଆର ମହୁ ଅପେକ୍ଷା ପୁରା ଅଠା ଅଠା ସେଥିଲାଗି ହାତ ପୁରା ଲଗେଇଦେଲି। ଆପଣ ମାନେ କିନ୍ତୁ ହାତ ଲଗେଇବେନି ପୁରା ଇଏ ବର୍ତ୍ତମାନ ପାଇଁ ପ୍ରସ୍ତୁତ। ଇଏ ରେଡି ତା ଭିତରେ ଆମେ ହାତଟା ପୋଛିବା। କେତେ ପ୍ରକାର ଫୁଲ ଅଛି ଆଜି ବହୁତ ପ୍ରକାର ଫୁଲ ଆଜି ମୁଁ ଆଣିଛି ସବୁ ଯାକ ଫୁଲ ବାନ୍ଧିଦେବି। ମୁଁ ଜାଣିନି ଲୋ ସେ ସବୁ ରେଡି ହେଇଗଲା। ରେଡି ହେଲା ପରେ ଆକୁ ଖାଲି ବନ୍ଧା ଯିବ ଏମିତି ବାନ୍ଧିବି ମୁଁ କଦଳୀ ନାହିଁ ନା ଗୋଟେ ଭିତରେ କଦଳୀ ପୁରେଇଥାନ୍ତି କିନ୍ତୁ ବାନ୍ଧିବା ଟା ଜରୁରୀ। ଏମିତି ହିଁ ବନ୍ଧାଯିବ ନ ବାନ୍ଧିଲେ ଏମିତି କିଛି ନାହିଁ କିନ୍ତୁ ବାନ୍ଧିବ ଏମିତି। ବୋଉ ଟିକେ ସୂତା ଟା ଦେନି ନାହିଁ କିଛି ପ୍ରସ୍ତୁତ କରିବା କଥା ଏଥିରେ କରିଦେଲି ବର୍ତ୍ତମାନ ପାଇଁ ଆଉ କିଛି କାମ ନାହିଁ। ଏବେ ବାହାରି ଯିବି ଠାକୁରଙ୍କ ମନ୍ଦିରକୁ। ହଁ ମୁଁ ଫେରେ ଆସିବାକୁ ପଡିବ କାହିଁକି ନା ବୋଉକୁ ଅଛି ବୋଉକୁ କଦଳୀ ଫଦଳୀ ଦେଇକି ଯିବି ଆଉ ଦୀପ ସଳିତା ଏସବୁ ଦେଇକି ଯିବି ଘରେ କିଛି ନାହିଁ ତଥାପି ଆସିବାକୁ ପଡିବ ମୁଁ ଯାଇକି ରଖିଲି ଆଙ୍କ ଘର ପାଇଁ କହିଲି ବା ମୁଁ ଏବେ ଚାଲିଲି ମନ୍ଦିର। କ୍ଷୀର ବହୁତ କମ ମିଳିଲା ଆମକୁ କ୍ଷୀର ବହୁତ କମ ମିଳିଲା ତେଣିକି ଯାହା ମିଳୁଛି ମିଳୁ ଆଉ କ୍ଷୀର ଟିକେ ଅଭାବ ପାରି ଯୋଉଠି ପଇସା ଦିଆଯାଇଥିଲା କ୍ଷୀର ଲାଗି ଆଉ ସେ ଆଜି ଦେଇପାରିଲେନି କଣ କରିବା କ୍ଷୀର ତ ଗୋଟେ ଜିନିଷ ଏମିତି ପଇସା ଦେଲେ ବି ସହଜରେ ମିଳିବନି ତଥାପି ଯେତିକି କ୍ଷୀର ମିଳୁଛି ଜଣ ପାଇଁ ହେଇଛି ଆଉ ଜଣ ପାଇଁ ଚଢେଇବା ମାନେ ପ୍ରତି ସୋମବାରେ ଜଣ ପାଇଁ ଚଢେଇବା ଆଉ କିଛି ବାଟ ନାହିଁ। ଆମ ବର୍ତ୍ତମାନ ପାଇଁ ଟାଇମ 8ଟା 5 ବାଜିଲାଣି କେତେ ଜଲଦି ପୂଜା ହବ ଯେତେ ଜଲଦି ପୂଜା ହବ ବହୁତ ବଢିଆ ଆଗ ପୂଜା ସାରିଦବା ତାପରେ ଦେଖାହବ ଆଉ ଜଳିକିଆ ଟିକେ ଖାଇବା ଆଜି ସୋମବାର ତ ଉଷୁନା ଖିଆ ହବନି ଆଜି ବି ମତେ ଯିବାର ଅଛି ଶ୍ୱଶୁର ଘର। ବର୍ତ୍ତମାନ ପାଇଁ ମନ୍ଦିରରେ ଭିତରେ ପହଞ୍ଚିଗଲି ଜୋତା ଆଗ ମୁଁ ଏ ଜାଗାରେ ରଖିଦିଏ ଯାହା ସବୁ ଦୀପ ଧୂପ ନବା କଥା ସବୁ ବର୍ତ୍ତମାନ ନେଇକି ସମସ୍ତଙ୍କ ଲାଗି ଯିବି ଆଉ ଦେଖିବା କେତେବେଳେ କଣ ଜିନିଷ ପଡୁଛି ଦୀପ ଆମର 20ଟା ରେଡି ହବ ଭୋଗ ଫୋଗ ସବୁ ନବା କଦଳୀ ଏଇ ଫେଣା ଟା କେତେ ଟଙ୍କା କଦଳୀଟା ଏଇ ମୋର ରେଡି କରିଛ ତ 20ଟା ରେଡି କର
କୋଡିଏଟା ରେଡି କର ସମସ୍ତଙ୍କର ଏକାଥର ଗୋଟେ ଡାଲାରେ ଦବ ସବୁ ଯାଇ ଧାର 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 କରି ଲଗେଇଦେବି। ନଡିଆ କେତେ ନଡିଆ ଭଲ ନଡିଆ ତ ହଉ। କଣ ଗୋଟେ ଦେଖଉଛି ଭାଇ ଭଲସେ ଦେଖା 1 2 3 4 5 6 କୋଡିଏଟା ଦୀପ ହବ ତ କୋଡିଏ ପାଇଁ 100 ନୁହେଁ କି ଗୋଟେ 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 କରିକି ଦୀପ ବର୍ତ୍ତମାନ ପାଇଁ ପ୍ରସ୍ତୁତ ହଉ ହଉ ଆମେ ଟିକେ ମନ୍ଦିର ବୁଲେଇ ଦେଖେଇଦବା ସମସ୍ତଙ୍କୁ ମାଙ୍କ ମନ୍ଦିର ସେପଟେ ରହିଛି ଏଠି ହର ହର ମହାଦେବ ହର ହର ମହାଦେବ ରହିଥା ସେଇଠି ଥା ସେଇଠି ଯିବା ତ ଆଜି ବୋଧେ କରେଣ୍ଟ ନାହିଁ ବର୍ତ୍ତମାନ କରେଣ୍ଟ ବୋଧେ ମନ୍ଦିରରେ ନାହିଁ ଦେଖିବା हर हर महादेव ଆମର ହେଇଗଲା କେତେଟା ହେଲା 1 2 3 4 5 6 7 8 9 10 11 12 12ଟା ଭୋଗ ଫୋଗ ମିଶେଇ ମିଶା ଦେଇ ଫୁଲମାଳ ଆଜିର ନୁହଁ ନା ମୁଁ ନେବିନି ସବୁ ଆଜିର ଦେଖ ଏଇଠୁ ନୁହଁ ଆଜିର ନୁହଁ କଣ ଇଏ କଣ ଶୁଖି ଯାଇଛି କଣ ପତ୍ର ଦେଖୁଛ ଗଛ ଇଏ ହେଲା ନା ଦେଖୁନ ଗଛର ପତ୍ର ସବୁ ଏଇଠୁ ନେଇଛ ଏଇଠୁ ଆଚ୍ଛା ଆଚ୍ଛା ବର୍ତ୍ତମାନ ପାଇଁ ଦୀପ ଆଉ ଭୋଗ ରେଡି ହଉଛି ଆମର ସେ ପୁଅ ଗୋଟେ ନେଇ ଗଲେ ଆମର ଲେଟ୍ ହେଲାଣି ସେ ପୁଅ ଦିଟା ନେଇଯାଇଛନ୍ତି ଜାଣିଲ ନା ସେ ପୁଅ ଦିଟା ନେଇଯାଇଛନ୍ତି ସେ ଗଣିଆ ଆମର 20ଟା ଦେବେ ହୁଁ ସେ ଠିକ ଦେବେ କିନ୍ତୁ ଯାହା ନେଇଯାଉଛନ୍ତି ଆଉ କଣ କରିବେ ନାଇଁ କି ଦୀପ 1 2 3 4 5 6 ଥଣ୍ଡା ପ୍ରବଳ 7 8 9 10 11 12 13 14 15 15ଟା 1 2 ମୁଆଁ କେତେ ଟଙ୍କା ମୁଆଁ 20 ଟଙ୍କା ଏଇଟା 10 ଟଙ୍କା ନା 20 ଟଙ୍କା 20 ସବୁ 20 ଉପରେ କଥାବାର୍ତ୍ତା एक दो तीन चार पाँच छह सात आठ नौ दस ହେଲା 20 ମତେ ଟିକେ ଦିଅ ଭୋଗ ଦିଅ ଏଇଟା ଖାଲି କେତେ ଟଙ୍କା କୁହ ଟୋଟାଲ ହଁ ଅନୁମାନ କଣ କରିଦଉ ନା 12ଟା 30 ଟଙ୍କା 20 ଟଙ୍କା ବର୍ତ୍ତମାନ ଆମେ ଧୂପ ଆଉ ଭୋଗରାଗ ସବୁ ରେଡି ହେଇଗଲା ଆଉ କଦଳୀଟା ନା ଦଉଛନ୍ତି ନା ନଡିଆ ଦେଲା ପରେ ଠାକୁରଙ୍କ ପାଖରେ ତ ଟିକେ ଜାମ୍ ଅଛି ଟିକେ ଜଷ୍ଟ ଫାଙ୍କା ହେଲେ ୱେଟ୍ କରିବା ପୂଜା ସମସ୍ତଙ୍କର ଯାହା ଯେମିତି କରିବା କଥା ସମସ୍ତଙ୍କର କରିକି ଯିବି 100 ଟଙ୍କା ମୋର କେତେ 85 75 10 ହୁଁ ପୂଜା ପାଇଁ ବର୍ତ୍ତମାନ ମୁଁ ଆଗେଇକି ଆସିଲି ଆଉ ନନାଙ୍କୁ କହି ଦେଖିବା ଭିତରେ ସବୁ ଦୀପ ଲଗେଇବା ନ ହବ ଖାଲି ପଦାରେ ହିଁ ଲଗେଇଦବା ପଚାରିଦବା ନନାଙ୍କୁ ଯଦି ହଁ ମାରିବେ ଭିତରେ ଲାଗିବ ନହେଲେ ପଦାରେ
ଆଗକୁ ପଳା। ଦୀପ ସମସ୍ତଙ୍କର ଗୋଟେ ଗୋଟେ କରିକି ଲାଗିଲା। ଜୟ ଜଗନ୍ନାଥ। ବର୍ତ୍ତମାନ ପାଇଁ ଆମର ପୂଜା ସବୁ ଚାଲୁଛି। ଆଉ ଯାହା ମନ୍ଦିର ଆସ୍ତେ ଆସ୍ତେ ଫାଙ୍କା ହେଇଗଲା, ବହୁତ ଖୁସି ଲାଗିଲା। ଏବେ ଭଲରେ ପୂଜା କରିକି ବରଂ ଲେଟ୍ ହଉ ଭଲରେ ପୂଜା ସମସ୍ତଙ୍କର ହେଇଯିବ। ପୂଜା ହେଇକି ଆମେ ପୁଣି ଯିବୁ ଘରକୁ। ଘରେ କିଛି ଖିଆ ପିଆ ନାହିଁ, ଡାଇରେକ୍ଟ ଦୋକାନ ପଳେଇବୁ। ଆଗ ପୂଜା ସମସ୍ତଙ୍କର ସରିଯାଉ, ତାପରେ ଆମେ ଦେଖା ହବୁ। ସମସ୍ତଙ୍କ ନାଁରେ ବର୍ତ୍ତମାନ ପାଇଁ ଆସ୍ତେ ଜଣ ପରେ ଜଣଙ୍କର ପୂଜା ଚାଲିଛି। ଏମିତି ସମସ୍ତଙ୍କର ପୂଜା ହବ। ସେଇଟା ସବୁ ଜଣକ ପରେ ଜଣକର ପୂଜା ବର୍ତ୍ତମାନ ପାଇଁ ଚାଲିଛି। ସମସ୍ତଙ୍କୁ ଭିଡିଓ ପଠାଯିବ, ଆପଣମାନେ ନିଶ୍ଚିତ ରୂପେ ଦେଖିପାରିବେ।
আচ্ছা। ओम नमः शिवाय भगवान शंकराय महारुद्राय तथा विष्णुपति दुष्मंत नाम स्वभाव फल बाबा शंकर महादेव स्वभाव फल दुष्मंत करो विवाह पुण्य संपूर्ण कर सर्व कार्य जय युक्त कर सर्व ग्रह शांति रख कला कर स्वभाव फल बाबा शंकरेश्वर महादेव मस्तके त्रिजलम भान समर्पयामि त्रिजलम श्री गुणकारम श्री नेत्रम ध्यायम् विजन प्रभु पापी सिंहार प्रभु भेट शिवार प्रभु महादेव मनस्कामना पूर्ण कर दियो प्रभु। ओम नमः शिवाय भगवान शंकराय महारुद्राय शुभ फल शुभ फल जीवन कर मनस्कामना पूर्ण कर प्रभु सर्व कार्य जय युक्त कर सर्व नवग्रह शांति रख कला शुभ फल शंकरेश्वर महादेव श्री गुणकारं श्री नेत्रसंहाय भक्ति जन बाबा पापी सिंहार प्रभु भेट शिवार प्रणाम। तथा विष्णुपुत्र विनायकपुत्र शुभलक्ष्मी नाम जितेन्द्र नाम शुभ फल विवाह पुण्य संपूर्ण कर बाबा शंकरेश्वर महादेव त्रिजन दान समर्पयामि। हे बाबा तथा समस्त लगी पूजा वर्तमान में सरीगला आमर भी पूजा सरीगला समस्त लगी पूजा सरीगला मंदिर भी वर्तमान फाका होगला आम घर को बाहरी गलु घरे जाई पहुंचिकी कौन देखे क्या खिया की करी आम बाहर जीवु से माँ तारिणी अच्छा गोटे दीप लगेदबा माँ तारिणी पाखे देखिया ठाकुर दया जहा हम पूरे दिए माँ तारिणी माँ तारिणी माँ दुखिनी भौणी समस्त सब ठीक ठाक हो जाऊ माँ तारिणी माँ एति चाहूँगी आ कि चाहूने माँ तारिणी माँ लो समस्त घंटा बेड़े रख समस्त दुख हरि नहीं सुखर सरीगला आउ कौन प्रकार काम ना आम घर को घरे तो खिया पिया किसी हबार ना कहीं आज अरुआ अन्न खियार अच्छे सेठी आज काली जेहेतु संक्रांति अच्छी से भोगराग कौन नहीं भोगराग बोली तो कदली किणी आनी आउ कदलटा आम पु छाड़ दिया टिके जस्ट हुंडा अच्छे आम पु ना सब परफेक्ट आज केमी लगे समस्त आज पूजा कराई प्रथम आज गोटे कथा कम्प्लेन कर कहार को छाड़ दूना जन को जो छाड़ समस्त छाड़ा पड़ो से दुखित मो पाखक जापारे बहुत जन भौणी पाखक न जा पूजा हो माइक से धरे नी कहीं जाम थी बोली बहुत जन भौणी माइक धरली फांका से तुम लगी पूजा कर समस्त लगी पूजा कर समस्त निष्ठार सब पूजा कर खाली मोर छाड़ी आपण लगी दीप देख पूरा स्टांड सारा जो जलुची पूरा स्टांड सारा दीप समस्त जगाई ठाकुर जो दीप लगी
ତମ ପାଇଁ ଲାଗିଛି, ତମ ପାଇଁ ବହୁତ ନିଷ୍ଠାର ସହ ମୁଁ ଆଜି ରାତି 4 ଉଠି ପୂଜା କରିଛି। କେହି ଭଉଣୀ ମାନେ ଖରାପ ଭାବିବନି। ଯାହାର ବି କଥା ଶୁଭୁନଥିଲା, ନା ଶୁଭୁନଥିଲା, ସମସ୍ତଙ୍କର ହେଇଛି, କାହାର ବି ହେଳା ହେଇନି। ଠାକୁରଙ୍କୁ ଡାକୁଛି ସମସ୍ତଙ୍କର ଏମିତି ଯେତିକି ଭଉଣୀ ଭାଇଙ୍କର ହେଇଛି ଏଇ ମନ୍ଦିରରେ ପୂଜା କରିକି ସମସ୍ତଙ୍କର ହେଇଛି। ଠାକୁରଙ୍କୁ ଡାକୁଛି ନ ଖାଇ ନ ପିଇ ଯଦି ମୁଁ ସତ୍ୟରେ ଥିବି, ପାପୀ ହେଇନଥିବି, ପୁଣ୍ୟରେ ଥିବି, ମନ ଭିତରେ କିଛି ଲୋଭ ମାୟା ନଥାଏ, ତାହେଲେ ଏଇ ଭାଇ ଭଉଣୀଙ୍କର ବହୁତ ଜଲ୍ଦି ତାଙ୍କ ଆଶା ପୂରଣ ହେଇ ତାଙ୍କ ମାନସିକ ପୂରଣ ହେଇଯିବ। ମୁଁ ଏତିକି ହେଲେ ଠାକୁରଙ୍କ ପାଖରେ ଚିର ଋଣୀ ହେଇ ରହିବି। ଆଜିର ଭିଡିଓଟି ଏତିକି। ଭିଡିଓଟି ଭଲ ଲାଗିଥିଲେ ଭାଇ ଭଉଣୀ ମାନେ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି, ସେୟାର କରିବେନି, କରିବା ଦରକାର ବି ନାହିଁ। ପ୍ଲିଜ ରିକ୍ୱେଷ୍ଟ କରୁଛି ଲାଇକ୍ ଟିକେ କରି କମେଣ୍ଟରେ ଲେଖିବେ ଜୟ ବାବା ବରାଳ ବାଲୁକେଶ୍ୱର, ହର ହର ମହାଦେବ। ପୁଣି ଏକ ଭିଡିଓ ନେଇ ପୁଣି ଆର ସୋମବାର ଏମିତି ଭିଡିଓ ନେଇ ଆସିବି। ଆପଣ ମାନେ ଯେତେ ବି କହିଲେ, ଯେତେ ଜଣ ବି କହିଲେ, ସମସ୍ତଙ୍କ ଲାଗି ମୁଁ ଏମିତି ପୂଜା କରୁଥିବି ରାତିରୁ ଉଠିକି। ଆଉ ହଁ, ଏଇ ସବୁ ପୂଜାଟା ଏତେ ଜଲ୍ଦି ହେଇପାରିଲା ଗାୟତ୍ରୀ ଭଉଣୀ ପାଇଁ, ଆଉ ଜଣେ ସୁଜାତା ଭଉଣୀ ପାଇଁ। ଗାୟତ୍ରୀ ପାଇଁ ନୁହଁ, ସେ ଗାୟତ୍ରୀ ଆମର ଆଉ ଜଣେ ଯାଜପୁରରେ ଅଛନ୍ତି, କିନ୍ତୁ ସିଏ ନାଇଁ ଫୋନ କରିନଥିଲେ। ଆଉ ଜଣେ ଫୋନ କରିଥିଲେ ବଲାଙ୍ଗୀରରୁ, ସେ ଭଉଣୀ ପାଇଁ। ଆଉ ଜଣେ ଗଞ୍ଜାମରୁ ଭଉଣୀ, ଆଉ ଜଣେ ଆମର ବାରିପଦାରୁ ଭଉଣୀ, ତାଙ୍କ 3 ଜଣ ପାଇଁ ଆଜି ମୁଁ ଉଠି ପାରିଛି ବହୁତ ଜଲ୍ଦି। ନହେଲେ ମୁଁ ଉଠିକି ଲେଟ୍ ହେଇଥାନ୍ତା। ବର୍ତ୍ତମାନ 9ଟା ବାଜିବାକୁ 20 ମିନିଟ୍ ରହିଛି। ଠାକୁରଙ୍କ ଦୟା ହେଲେ ଏମିତି ସମସ୍ତଙ୍କର ସକ୍ସେସ୍ ହବ। ଏ ଦେଖନ୍ତୁ ଯେତିକି ବି ଦୀପ ଲାଗିଛି ମୁଁ ସବୁ ଆପଣଙ୍କ ପାଇଁ ହିଁ ଲଗେଇଛି। ଏଇ ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରି ସେୟାର କରିବେ। ସେୟାର ନ କଲେ ନାହିଁ, ପ୍ରଥମରୁ କହୁଛି, କିନ୍ତୁ ଚ୍ୟାନେଲକୁ ମୋର ସବସ୍କ୍ରାଇବ କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ବାବା ବରାଳ ବାଲୁକେଶ୍ୱର। ପୁଣି ଦେଖାହବ ଆଉ ଏକ ଭିଡିଓରେ।